ରେଳଯାତ୍ରୀ ଲାଗିଲା ଶକ୍ତ ଝଟକା। ଟିକେଟ କ୍ୟାନସଲ କଲେ ଏଣିକି କରାଯିବନି ଟଙ୍କା ଫେରସ୍ତ, ବଦଳିଲା ନିୟମ। ଏବେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁଠୁ ପ୍ରଥମେ ପାଇବା ପାଇଁ। ଟିକେଟ କଳାବଜାରୀ ରୋକିବା ପାଇଁ ରେଳବାଇ ଏହାର ରିଫଣ୍ଡ ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ ଯାତ୍ରୀମାନେ ପୂର୍ବ ପରି ଟିକେଟ ବାତିଲ କରିବା ପରେ ସମ୍ପୂର୍ଣ୍ଣ ରିଫଣ୍ଡ ପାଇବେ ନାହିଁ, ବରଂ ବାତିଲକରଣ ସମୟ ଉପରେ ଆଧାର କରି ରିଫଣ୍ଡ ପରିମାଣ କାଟି ନିଆଯିବ। ନୂତନ ନିୟମ ଅନୁଯାୟୀ ଯଦି ଜଣେ ଯାତ୍ରୀ ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନ ସମୟରେ 8 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରନ୍ତି ତେବେ ସେମାନଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ। ପୂର୍ବରୁ ଏହା ଯଦି ପ୍ରସ୍ଥାନର 24 ରୁ 8 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରାଯାଏ ତେବେ ଭଡ଼ା ପରିମାଣର କେବଳ 50% ରିଫଣ୍ଡ କରାଯିବ। ଏହା ବ୍ୟତୀତ ଯଦି 72 ଘଣ୍ଟା ପୂର୍ବରୁ ଟିକେଟ ବାତିଲ କରାଯାଏ ତେବେ ଯାତ୍ରୀ 75% ପର୍ଯ୍ୟନ୍ତ ରିଫଣ୍ଡ ପାଇବାକୁ ଯୋଗ୍ୟ ହେବେ। ଏହି ନୂତନ ନିୟମଗୁଡ଼ିକ ଏପ୍ରିଲ 1 ରୁ ଏପ୍ରିଲ 15 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ତେବେ ପୂର୍ବ ନିୟମରେ ମିଳୁଥିଲା ସମ୍ପୂର୍ଣ୍ଣ ଟଙ୍କା। ପୂର୍ବରୁ ଯାତ୍ରୀମାନେ ପ୍ରସ୍ଥାନର 72 ଘଣ୍ଟା କିମ୍ବା ତାଠାରୁ ଅଧିକ ସମୟ ପୂର୍ବରୁ ଟିକେଟ ବାତିଲ କରୁଥିଲେ ସେମାନଙ୍କୁ ପ୍ରାୟ ସମ୍ପୂର୍ଣ୍ଣ ଟଙ୍କା ରିଫଣ୍ଡ କରାଯାଉଥିଲା। କିନ୍ତୁ ଏହି ନୂତନ ନିୟମ କାର୍ଯ୍ୟକାରୀ କରିବା କଳାବଜାରୀମାନଙ୍କ ଉପରେ ଲଗାମ ଲଗାଇବାର ଏକ ପ୍ରୟାସ ଅଟେ, ଯାହାଦ୍ୱାରା ସାଧାରଣ ଯାତ୍ରୀମାନଙ୍କ ପାଇଁ ଟିକସ ସହଜରେ ଉପଲବ୍ଧ ହେବ। ଏବେ ଯେକୌଣସି ଷ୍ଟେସନରୁ ଟିକେଟ ବାତିଲ କରାଯାଇପାରିବ। ନୂତନ ବ୍ୟବସ୍ଥା ଅନୁଯାୟୀ ଯାତ୍ରୀମାନେ ଏବେ ଯେକୌଣସି ରେଳ ଷ୍ଟେସନରୁ ଅଫଲାଇନ୍ ଭାବରେ ସେମାନଙ୍କର ଟିକେଟ ବାତିଲ କରିପାରିବେ। ଏହା ଯାତ୍ରୀମାନଙ୍କୁ ମୂଳତଃ ଯେଉଁଠାରେ ଟିକେଟ ବୁକ୍ କରାଯାଇଥିଲା ସେହି ନିର୍ଦ୍ଦିଷ୍ଟ ଷ୍ଟେସନରେ ସୀମିତ ରହିବାର ଆବଶ୍ୟକତାକୁ ଦୂର କରେ। ଏହା ସହିତ ଯାତ୍ରୀମାନଙ୍କୁ ଏବେ କେବଳ ଆରମ୍ଭ ପ୍ରସ୍ଥାନ ଷ୍ଟେସନ ପର୍ଯ୍ୟନ୍ତ ସୀମିତ ରହିବା ପରିବର୍ତ୍ତେ ରୁଟ୍ ସହିତ ଯେକୌଣସି ପରବର୍ତ୍ତୀ ଷ୍ଟେସନରୁ ଟ୍ରେନରେ ଚଢ଼ିବାର ସୁବିଧା ପ୍ରଦାନ କରାଯିବ। ଏହାକୁ ସହଜ କରିବା ପାଇଁ ମୋବାଇଲ ଆପ୍ ମାଧ୍ୟମରେ ବୋର୍ଡିଂ ଷ୍ଟେସନକୁ ଅପଡେଟ୍ କରିବାର ଏକ ବିକଳ୍ପ ଉପଲବ୍ଧ କରାଯିବ, ଯାହାଦ୍ୱାରା ଯାତ୍ରୀ ଅଭିଜ୍ଞତାରେ ଅଧିକ ନମନୀୟତା ଯୋଡ଼ିବ। ପ୍ରସ୍ଥାନ ପୂର୍ବରୁ କୋଚ୍ ଏବଂ ଶ୍ରେଣୀ ପରିବର୍ତ୍ତନ କରିବାର ବିକଳ୍ପ। ଏହା ବ୍ୟତୀତ ଯାତ୍ରୀମାନେ ଏବେ ସେମାନଙ୍କର ସିଟ୍ ପସନ୍ଦକୁ ଅପଡେଟ୍ କରିବାର କ୍ଷମତା ପାଇବେ। ଟ୍ରେନର ନିର୍ଦ୍ଧାରିତ ପ୍ରସ୍ଥାନ ସମୟର 30 ମିନିଟ୍ ପୂର୍ବରୁ ନିଜର କୋଚ୍ ଏବଂ ଶ୍ରେଣୀ ପରିବର୍ତ୍ତନ କରିବାର ବିକଳ୍ପ ଉପଲବ୍ଧ ହେବ। ଏହାର ଅର୍ଥ ହେଉଛି ଯଦି ଯାତ୍ରୀମାନେ ଚାହାନ୍ତି ତେବେ ସେମାନେ ସେମାନଙ୍କର ସିଟ୍ ଅପଗ୍ରେଡ୍ କରିପାରିବେ। ଏହି ନୂତନ ବୈଶିଷ୍ଟ୍ୟଗୁଡ଼ିକ ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କୁ ବର୍ଦ୍ଧିତ ସୁବିଧା, ନମନୀୟତା ଏବଂ ଏକ ଉତ୍କୃଷ୍ଟ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା। ସାମ୍ପ୍ରତିକ ସମୟରେ ରେଳବାଇ ଯାତ୍ରୀମାନଙ୍କ ଆରାମ ଏବଂ ଆବଶ୍ୟକତାକୁ ଧ୍ୟାନରେ ରଖି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।